আজি মধ্য এক ঝিও বাপা বাপা বলি আর্ত চিৎকার করুଅছি। সତରେ କଣ ରହିଛି ମା କାଳିଜାଇଙ୍କ ତଥା এই ଜାଇ ଝିଅର ଗୁପ୍ତ ରହସ୍ୟ କଥା। ଆସନ୍ତୁ ଜାଣିବା ମା କାଳିଜାଇଙ୍କ ଗୁପ୍ତ ରହସ୍ୟ କଥା। ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ନାମକ ଏକ ଗ୍ରାମ ଅଛି। ସେହି ଗ୍ରାମରେ ଏକ ନବବିବାହିତ ଦମ୍ପତି ବସବାସ କରୁଥିଲେ। ବିବାହ ପରେ ସନ୍ତାନ ପାଇ ସେମାନେ ଭୋକିଲା ଥିଲେ। ସନ୍ତାନ ପ୍ରାପ୍ତି ପାଇଁ ଅନେକ ଦେବାଦେବୀ ଔଷଧୀକରଣ ତଥା ଅନେକ ଉପଚାର କରିସାରିଥିଲେ, କିନ୍ତୁ ତାଙ୍କ ଘରେ କୌଣସି ପ୍ରକାର ସନ୍ତାନ ହେଉନଥିଲା। ଏହାପରେ ଦିନ ପରେ ଦିନ ବିତିଗଲା। ସେମାନେ ମା କାଳୀଙ୍କୁ ମନ ତନ ଧ୍ୟାନ ଦେଇ ପୂଜା ଅର୍ଚ୍ଚନା କଲେ। ମା କାଳୀ ତାଙ୍କୁ ପ୍ରସନ୍ନ ହେଲେ। ତାଙ୍କ ଘରେ ଏକ ଝିଅଟିଏ ଜନ୍ମ ହେଲା। ସେମାନେ ସେହି ଝିଅର ନାମ ଜାଇ ରଖିଲେ। କିଛି ଦିନ ପରେ ତାଙ୍କ ଘରେ ଏକ ପୁତ୍ର ସନ୍ତାନଟିଏ ମଧ୍ୟ ଜନ୍ମ ନେଲା। ବର୍ତ୍ତମାନ ସେମାନେ ସନ୍ତାନ ମଧ୍ୟ ପ୍ରାପ୍ତି କରିସାରିଛନ୍ତି। ସେମାନେ ମା କାଳୀଙ୍କୁ ମନତନ ଧ୍ୟାନ ଦେଇ ପୂଜା ଅର୍ଚ୍ଚନା କଲେ। ଆରାମରେ ନିଜର ଜୀବନଯାପନ କଲେ। ଦିନ ପରେ ଦିନ ବିତିଗଲା। ଯେତେବେଳେ ଜାଇଙ୍କ ବିବାହର ପ୍ରାପ୍ତ ବୟସ ହେଲା, ଜାଇଙ୍କ ବାପା ସମସ୍ତଙ୍କୁ ନିଜ ଝିଅର ପ୍ରସ୍ତାବ ଦେଇ କହିଲେ ଯେ ଯଦି ଆମ ଗାଁକୁ କୌଣସି ବରପାତ୍ର ଆସନ୍ତି ତାହେଲେ ଆମ ଘରକୁ ପଠାଇ ଦେବ। ଆମେ ବିବାହ କରିବା ପାଇଁ ପ୍ରସ୍ତୁତ ଅଛୁ। ଏହାପରେ ଜାଇଙ୍କ ଘରକୁ ଆସିଲା ଅନେକ ବରପାତ୍ରଙ୍କ ପ୍ରସ୍ତାବ। ଅନେକ ପ୍ରସ୍ତାବ ଆସିଲା। କିଏ ଝିଅକୁ ପରଖି ନା କହିଲା ତ କିଏ ପୁଅକୁ ପରଖି ନା କହିଲା। ସେତେବେଳେ ବାଲ୍ୟ ବିବାହ ହେଉଥିଲା। ବାଲ୍ୟ ବିବାହ ପରେ ପିତା ନିଜ ଝିଅଙ୍କୁ ନେଇ ତାଙ୍କ ଶାଶୁ ଘରକୁ ଛାଡ଼ି ଯାଉଥିଲେ। ଏମିତିରେ ଅନେକ ଦିନ ବିତିଗଲା। ଥରେ ସେହି ବାଣପୁର ପାଖ ଅଞ୍ଚଳ ତଥା ପାରିକୁଦ ଦ୍ୱୀପରୁ ଏକ ବରପାତ୍ରର ପ୍ରସ୍ତାବ ଆସିଲା। ଜାଇଙ୍କ ଘରକୁ ସସମ୍ମାନେ ଘେନି ଆଣିଲେ ଜାଇଙ୍କ ପିତା। ସମସ୍ତ କଥା ପଚରା ଉଚରା କଲେ। ବରପକ୍ଷ ଜାଇଙ୍କୁ ପସନ୍ଦ କଲେ। ଝିଅ ପକ୍ଷ ମଧ୍ୟ ସେହି ବରପାତ୍ରଙ୍କୁ ମଧ୍ୟ ଅନେକ ପ୍ରଶଂସା କରି ପସନ୍ଦ କଲେ। ଦୁଇ ପକ୍ଷ ରାଜି ହେଲା ପରେ ଦିନେ ରାତିର କଥା, ଜାଇ ତାଙ୍କ ବାସଭବନରେ ମା ମା କହି ଚିତ୍କାର କରି କାନ୍ଦୁଥାନ୍ତି। ସେହି ସ୍ଥାନକୁ ତାଙ୍କ ପିତାଶ୍ରୀ ପହଞ୍ଚିଲେ। ପିତାଶ୍ରୀ ଜାଇଙ୍କୁ କହିଲେ, ରେ ଜାଇ, ତୁ କ'ଣ ପାଇଁ କାନ୍ଦୁଛୁ? ଜାଇ କହିଲା, ବାପା, ମୁଁ ତୁମ ସମସ୍ତଙ୍କୁ କିପରି ଭାବରେ ପର କରିପାରିବି? ମୁଁ ମାଙ୍କ ମୁହଁ ଏବଂ ବାପାଙ୍କ ମୁହଁ ନ ଦେଖିଲେ ମୁଁ ଭାତ ଗଣ୍ଡାଏ ଖାଏ ନାହିଁ। ମୁଁ କେମିତି ଆପଣମାନଙ୍କୁ ପର କରିପାରିବି? ଏମିତି କହି ଭୋ ଭୋ ହୋଇ କାନ୍ଦୁଥାନ୍ତି ଜାଇ। ଠିକ୍ ସେହି ସମୟରେ ଜାଇଙ୍କ ପିତା ଜାଇଙ୍କୁ କହନ୍ତି, ରେ ମା, ଝିଅ ଜନ୍ମ ପର ଘରକୁ ଲୋ ମା। ଝିଅ ଜନ୍ମ ନେଲେ ପର ଘରକୁ ଦିନେ ନା ଦିନେ ନିଶ୍ଚୟ ଯିବାକୁ ପଡ଼ିଥାଏ। ଆଉ ତୋର ମଧ୍ୟ ସେହି ଦିନ ଆସିଯାଇଛି। ବର୍ତ୍ତମାନ ତୋର ବୈକୁଣ୍ଠ ହେଉଛି ଶାଶୁଘର। ସେଠାରେ ମଧ୍ୟ ତୋତେ ତୋର ବାପା ମା ଡାକିଥିବେ, ଅର୍ଥାତ୍ ତୋର ଶାଶୁ ଶ୍ୱଶୁର ବିବାହ ପରେ ତୋର ହେଉଛନ୍ତି ବାପା ମା। ସେମାନେ ମଧ୍ୟ ତୋତେ ଆମ ପରି ବାପା ମାର ସୁଖ ଦେବେ। ଏ ହେଉଛି ବିଧାତାର ନିୟମ। ଏହାପରେ ବିବାହର ଦିନ ଆସିଲା। ପାରିକୁଦରୁ ବରାତି ଆସି ପହଞ୍ଚିଲା ବାଣପୁରକୁ। ବାଣପୁରରେ ଅନେକ ଧୁମଧାମରେ ବେଦିରେ ବସି ଜାଇଙ୍କୁ ବିବାହ କଲେ ପାରିକୁଦର ବରପାତ୍ର। ଆରାମରେ ସୁରୁଖୁରୁରେ ଗାଁ ଯାକ ଲୋକେ ଭୋଜି ଖାଇଲେ। ଜାଇଙ୍କର ବିବାହ ସମ୍ପନ୍ନ ହେଲା। ବରପାତ୍ର ନିଜର ବର ରୋଷଣୀକୁ ଧରି ନିଜ ଘରକୁ ଫେରିଗଲେ। ସେତେବେଳେ ଯେ ବାଲ୍ୟ ବିବାହ ପରେ ନାରୀ କନ୍ୟାକୁ ଝିଅ ଘର ଲୋକେ କିଛି ଦିନ ପରେ ତାଙ୍କ ଶାଶୁ ଘରକୁ ଛାଡ଼ି